ଏବେ ଯାତ୍ରା ଦୁନିଆର ଅଛି ଯାତ୍ରାର ଡ୍ୟାନ୍ସ କୋରିଓଗ୍ରାଫର ଏବେ ଦୁର୍ଗା ମନ୍ଦିର ମୁଁ ଆଜ୍ଞା ଅଛି। ତ ଉତ୍ତମ ସାରେ ବହୁତ ବଢ଼ିଆ ଲୋକ। ଯେତେବେଳେ ହରପଟ୍ଟନାୟକ ବିଜୟ ମହାନ୍ତି ଯେତେବେଳେ ନାଟକ ଡିରେକ୍ସନ କରିବାକୁ ଆସିଥିଲେ ଉତ୍ତମ ମହାନ୍ତି ସେତେବେଳେ ଆସିଥିଲେ ପ୍ରୋଗ୍ରାମ ଧାମରା ମହୋତ୍ସବରେ ଆସିଥିଲେ। ଆଉ ସେମାନେ ଭଲ ପରିଚୟ ବି ମୁଁ ଭଲ ଲୋକ ମୋ ତାଙ୍କର ପ୍ରିୟ ରମେଶ ସାର୍। ତ ଯେତେବେଳେ ହର ସାର୍ ଥିଲେ ଡିରେକ୍ସନ କରିଥିଲେ ଓଡ଼ିଶା ଅପେରାର ସେତେବେଳେ ଉତ୍ତମ ମହାନ୍ତି ଆସିଥିଲେ। ବହୁତ ଭଲ ଲୋକ। ଆଉ ଏବଂ ଏବେ ତ ସେ ଦୁନିଆରେ ଆଉ ନାହାନ୍ତି। ଆଉ କ'ଣ କହିବି ଆଜ୍ଞା, ଭାରି ଦୁଃଖିତ। ଏତେ ଭଲ ଭଲ ଲୋକ ତ ସବୁ ପଳେଇ ଯାଉଛନ୍ତି। ଆମର ଯୋଉଟାକି ବହୁତ ଭଲ ଲୋକ ଥିଲେ ଆମ କଳା ସଂସ୍ଥାରେ ଥିଲେ ଯେତେବେଳେ ଫିଲ୍ମ ଲାଇନରେ ଏବଂ ଆସନ୍ତି ଯାତ୍ରା ଲାଇନ କି ଆସନ୍ତି ପ୍ରୋଗ୍ରାମ ଫଙ୍କସନରେ ଆସନ୍ତି ତାଙ୍କୁ ଇନଭାଇଟ୍ କଲେ ସେ ଆସନ୍ତି ଭଲ ଭଲ କଥା କୁହନ୍ତି ଆମ ସାଙ୍ଗେ ମିଶନ୍ତି। ଆଉ ତାଙ୍କ ପାଇଁ ବହୁତ ଦୁଃଖିତ ତ ତାଙ୍କୁ ଆରପାରି ନେଇଗଲେ। କେବେ ଆଜ୍ଞା ମାନେ ନାଚ ଶିଖେଇଛନ୍ତି ଆପଣ ତାଙ୍କୁ କି ଏମିତି କିଛି? ମୁଁ ନାଚ ଶିଖିନି ଆଜ୍ଞା, କିନ୍ତୁ ହର ସାର୍ଙ୍କୁ ଶିଖେଇଛି, ଆମର ବିଜୟ ସାର୍ଙ୍କୁ ଶିଖେଇଛି, ଆମର ଅଶିଷ ସାର୍ଙ୍କୁ ଶିଖେଇଛି। ସେମାନଙ୍କୁ ଆମର ଉତ୍ତମ ସାର୍ଙ୍କୁ ଶିଖେଇନି କିନ୍ତୁ ତାଙ୍କ ସାଙ୍ଗରେ ବହୁତ ମିଶିଛି ଏବଂ ତାଙ୍କ ସାଙ୍ଗରେ ମୁଁ ବି ଫଙ୍କସନର ପ୍ରୋଗ୍ରାମ ବି କରିଛି ଆଜ୍ଞା। ଆଚ୍ଛା, ମାନେ ଯାତ୍ରାକୁ ସେ ହେଲେ ଆଉ କେତେ ଭଲ ପାଉଥିଲେ ଉତ୍ତମ ମହାନ୍ତି? ବହୁତ ବହୁତ ଭଲ ପାଉଥିଲୁ ଆମେ ମାନେ ଯେତେ ଭଲ ପାଉଥିଲୁ ସେ ବି ଆମକୁ ବହୁତ ଭଲ ପାଆନ୍ତି। ତାଙ୍କର ଗର୍ବ ଅହଙ୍କାର କିଛି ନଥାଏ ତାଙ୍କ ମନରେ। ବହୁତ ଭଲ ଲୋକ, ନିରୀହ ଲୋକ ଆଉ ଏବଂ ବହୁତ ଭଲ ଥିଲେ ଆଉ। କେବେ ସାର୍ ଆମେ ଦେଖିଛୁ ଅନେକ ଥର ମାନେ ସିନେ କଳାକାର ମାନେ ଯାତ୍ରାରେ ଯୋଗ ଦିଅନ୍ତି। କେବେ ଆଜ୍ଞା ଏମିତି ହେଇଥିଲା କି ଉତ୍ତମ ମହାନ୍ତି ଯାତ୍ରାକୁ ଆସିବାର ଗୋଟେ ସୁଯୋଗ ସେ ତ ଏମିତି ବହୁତ କିଛି? ପ୍ରୋଗ୍ରାମରେ ତାଙ୍କୁ ଡାକିଲେ ଆସନ୍ତି ଆଜ୍ଞା। ସେମାନେ ଆସନ୍ତି ଆଉ କିଛି ଆକ୍ଟିଂ ଗୀତ ଆଉ ଆକ୍ଟିଂ କରନ୍ତି, ଗୀତ ଗାଆନ୍ତି, ବହୁତ ସମସ୍ତେ ତ ଆସନ୍ତି ଆଜ୍ଞା। କିନ୍ତୁ ସେ କମ ଦିନ ଆସନ୍ତି ଆଉ ଭଲ ଭଲ ତାଙ୍କ ପ୍ରିୟ ଜାଗାରେ ସିଏ ଆସନ୍ତି। ଆମ ସାଙ୍ଗରେ ବିଶେଷ କରି କଳାକାରଙ୍କୁ ଯାତ୍ରା କଳାକାରଙ୍କୁ ବହୁତ ଭଲ ପାଆନ୍ତି। ଆଚ୍ଛା। ଆଜ୍ଞା।